ଦେଖନ୍ତୁ ନା, ଏ ଭାଇ ଜଣଙ୍କର ଗୋଟେ ହାତ ନାହିଁ, ହେଲେ ମଧ୍ୟ ନିଜର ପେଟ ପୋଷିବା ପାଇଁ ସେ ଦ୍ୱାର ଦ୍ୱାର ବୁଲି ମାଛ ବିକୁଛନ୍ତି। ଆଉ ସେ ଗୋଟିଏ ହାତରେ ସେ ମାଛକୁ ଛଡ଼ାଉଛନ୍ତି, ଆଉ ସେଇ ଗୋଟିଏ ହାତରେ ଗୋଟେ କଟା ହାତର ସାହାଯ୍ୟରେ ସେ ମାଛ କିପରି ଛଡ଼ାଉଛନ୍ତି ଦେଖିପାରୁଛନ୍ତି ଆପଣ। ଦେଖନ୍ତୁ ନା, ସେ କିପରି କୌଶଳରେ ଆଉ କିଛି କଷ୍ଟରେ, ମନେ ଟିକେ ବି ଦୁବିଧା ନାହିଁ ଯେ ମୋର ଗୋଟେ ହାତ ନାହିଁ। ଯାହା ହଉ, ସେ ନିଜେ ନିଜ କର୍ମକୁ ଆଦରି ନେଇଛନ୍ତି, ଆଉ ଗୋଟିଏ ହାତରେ ସେ ନିଖୁଣ ଭାବରେ ସେ ମାଛ ଛଡ଼େଇକି ମାଛ କାଟୁଛନ୍ତି ଆଉ ନିଜର ଗୁଜାରା ମେଣ୍ଟେନ କରୁଛନ୍ତି। ଯାହା ହଉ, ଦେଖନ୍ତୁ ନା, ତାଙ୍କ ମନରେ ଟିକେ ବି ଦୁଃଖ ନାହିଁ। ସତରେ ଏ ଭାଇ ଜଣକୁ ଦେଖିଲେ ନିଜକୁ ବହୁତ କଷ୍ଟ ମନେ ହୁଏ, କିନ୍ତୁ ସେ ଭାଇର ମନରେ ଟିକେ ବି କଷ୍ଟ ନାହିଁ। କିନ୍ତୁ ସେ ନିଜର ପେଟ ପୋଷିବା ପାଇଁ ଦ୍ୱାରେ ଦ୍ୱାରେ ବୋଲି ଯେଉଁ ମାଛ ବିକନ୍ତି ଆଉ ମାଛ କାଟନ୍ତି। ଯାହା ହଉ, ଧନ୍ୟ ସେ ମଣିଷ, ନିଜର ପେଟ ପୋଷିବା ପାଇଁ କେବେ କାହା ପାଖରେ ହାତ ନ ପତେଇ ନିଜେ ବେପାର କରି ନିଜ ପେଟ ପୋଷୁଛନ୍ତି। ସତରେ ନମନ୍ୟ ସେ ମଣିଷ, ସତରେ ବହୁତ ସଚ୍ଚୋଟ ଆଉ ସାହସୀ ଓ କର୍ମଠ ମଧ୍ୟ।